नमस्कार जय जगन्नाथ समस्त वेलकम करुच्ची आज गोटे नुआ ब्लॉग को आपण जानिथिबे जाग वीडियो देखिथिबे कि आमे बोईतालु फार्मिंग करथिलु बोईतालु चाष करथिलु सेठु हमर भलो बोईतालु बाहरथिला आ हमर जो चाष हुए सब ऑर्गेनिक फार्मिंग हम जेहेतु आमे फॉलो करू तो आमे नेचुरल वे रे आमे चेष्टा करू हमर चाष करिया पई तो एई सब बोईतालु आपण देख परथु साइज एते बड़ हेई नाही ए कारण आमे हेठी किछि पेस्टिसाइड्स देइनु कि किछि ग्रोथ हार्मोन्स देइनु तो ସେଥିପାଇଁ ଏତେ ସାଇଜ ବଡ ହେଲାନି ତ ଆମେ ଏଟା କଣ କଲୁ ଯେହେତୁ ବହୁତ ଦିନ ରହିଯାଇଥିଲା ତ ଖରାପ ଗୁଡାକୁ ବାଛିଦେଲୁ ଭଲ ଗୁଡାକୁ ବାଛିଦେଲୁ ସେଟା ଏଇନା ଆମେ ଧୀରେ ଧୀରେ ଚେଷ୍ଟା କରିବୁ ବିକିଦେବା ପାଇଁ ତାପରେ ଆପଣ ମାନେ ନେକ୍ସଟ ଦେଖିଲେ ଗାଈ ମାନଙ୍କୁ ଯେହେତୁ ବହୁତ ଖରା ବି ହଉଥିଲା ଆଉ କେବେ ବର୍ଷା ଯୋଉ ହଉଛି ୱେଦର ଚେଞ୍ଜ ହେଇକି ଯୋଉ ରାତିରେ ବର୍ଷା ହଉଛି ତ ପାଣି ଛିଟକୁଥିଲା ବହୁତ ଛିଟା ମାରୁଥିଲା ତ ଆମେ କଣ କଲୁ ଗ୍ରୀନ ନେଟ ଗୋଟେ ନୂଆ ଆଣି ସେଥିରେ ଉପର ଆଡକୁ ଦେଇଦେଲୁ ଗ୍ରୀନ ନେଟ ତାକି ଏଇନା ଗାଈ ମାନେ ଭଲ ଭଲ ଛାଇରେ ରହିପାରିବେ ପ୍ଲସ ପାଣି ଯୋଉ ଛିଟା ମାରୁଥିଲା ଡାଇରେକ୍ଟଲି ପାଣି ଛିଟା ମାରିବ ନାହିଁ ତ ଏଇନା ନେକ୍ସଟ ଆପଣ ଦେଖିପାରୁଥିବେ ଆମେ ଯାଉଛେ ଗୋଟେ ଛୋଟ ଫିଲ୍ଡ ଇନ୍ସପେକ୍ସନ କରିପାରିବେ ଏସବୁ ଆମ ମଳିଆ ପଡିଛି ଏସବୁ ମଳିଆ କଚରା ପଡିଛି ପୁରା ଫାର୍ମ ଯାକ ସବୁ ମଳିଆ ହେଇଛି ସବୁ ସଫା ଚାଲିଛି ନା ଫାର୍ମ ଆମେ ଚେଷ୍ଟା ଚଲାଉ ମାସେ ଦେଢ ମାସ ଥରେ ଫାର୍ମ ସଫା କରିବା ପାଇଁ ସବୁବେଳେ ତ କରିହବ ନାହିଁ ଚେଷ୍ଟାଟା ଆମେ ଯେତେ କଲେ ବି ସବୁବେଳେ ଆମେ କରିପାରିବା ନାହିଁ ତ ଆମେ ଚେଷ୍ଟା କରୁ ମାସେ ଦେଢ ମାସ ଥରେ ଫାର୍ମ ସଫା କରିବା ପାଇଁ ତ ଯେତେ ସବୁ ପଲିଥିନ୍ ପଡିଛି ଯେତେ ଟୁକୁଡା ପଡିଛି ସେ ସବୁ କ୍ଲିୟର କରି ଆପଣ ଦେଖିପାରୁଥିବେ ସ୍ପ୍ରିଙ୍କଲର ସବୁ ଲାଗିଥିଲା ଆମର ସ୍ପ୍ରିଙ୍କଲର ସବୁ ଆମେ ଛାଡି ଦେଇଥିଲୁ ସବୁ କଚଡାକୁ ସଫା କରିଦେଲୁ ତାପରେ ଛେଳି ସେଡ ରେ ଆମେ କଣ କଲେ ଯେ ସବୁ ଛୁଆ ମାନଙ୍କ ରୁମ ଆଉ ବୋଦା ମାନଙ୍କ ରୁମ ରେ ତଳେ ଯୋଉ ଆମେ ସବୁ ପାର୍ଟିସନ ଲଗେଇଥିଲୁ ତଳେ ଆମର ଛେଳି ଛୁଆ ଗୁଡା ଗଳିକି ପଳେଇ ଆସୁଥିଲେ ତ ଆମେ କଣ କଲୁ ତଳେ ଆମେ ସବୁ ଏଠି ନେଟ୍ ଟାଇପ ର ଲଗେଇଦେଲୁ ଆମର ତ୍ରିପାଲ ଲଗେଇଦେଲୁ ତାକି ଛେଳି ଗୁଡା ଗଳି ପାରିବେନି ପ୍ଲସ ସବୁ ଛୋଟ ଛୋଟ କୁଣ୍ଡ ଆମେ କରିଦେଇଛୁ ସେଠି ସେମାନେ ଦାନା ମାନେ ଖାଇବା ପାଇଁ ଆଉ ଇଏ ହଉଛି ଆମର ଯୋଉ ଫାଷ୍ଟ ଟ୍ରାଏଲ ସେଟ୍ ଆସିଥିଲା ବତକର ଇଏ ହଉଛି ଟ୍ରାଏଲ ସେଟ୍ ବତକ ତ ୟା ପରେ ଆମେ କଣ କରିବୁ ନା ବାକି ବତକ ଯୋଉ ସବୁ ଥିଲେ ସବୁ ତାଙ୍କୁ ବି ନେଇ ଆସିବୁ ଏମାନେ ଆମେ ଦେଖିଲୁ ଭଲ କିନା ରହିଲେ ଭଲ ପହଁରିଲେ ପାଣିରେ ବି କିଛି ଅସୁବିଧା ହେଲା ନାହିଁ ପାଣିରେ ଫାଷ୍ଟ ତାଙ୍କୁ ଛଡା ଗଲା ବଢିଆ କିନା ରହିଲେ ଆଉ ଏଇନା ବାକି ବତକ ବି ନେଇ ଆସିବୁ ଏଇଟା ତାଙ୍କ ବତକ ରୁମ ଏଠି ଆପଣ ଦେଖିପାରୁଥିବେ ଏଇଠି ତାଙ୍କ ଫିଡର ଡ୍ରିଙ୍କର ସବୁ ଲାଗିଛି ଆଉ ତାଙ୍କ ଦାନା ଫାନା ସବୁ ଦିଆ ହଉଛି ରୁମ ଭିତରେ ଏମିତି ଆମେ ସଫାସୁଫି ମେଣ୍ଟେନ କରିବାକୁ ଚେଷ୍ଟା କରୁ ଏଠି ଆମେ ତଳେ କଣ କରୁଛୁ କିଛି କୁଣ୍ଡା ପକେଇ ଦେଇଛୁ ଏଇନା ନେକ୍ସଟ ଆମେ କଣ କରିବୁ କିଛି କୁଟା କିମ୍ବା କଚଡା ଯୋଉଟା ଆମେ ସବୁ ପିଛୁଡା ବଞ୍ଚିଛି କଟା ହେଇକି ଯୋଉ ସବୁ ପଡିଥାଏ ସେଗୁଡା ନେଇ ଆସିବୁ ନେଇ ଆସିକି ତା ତଳଟା ବିଛେଇ ଦବୁ ତାକି ସଫା ରହିବ ଇଏ ହଉଛି ଆମ ବତକ ସେମାନେ ବଢିଆ ପାଣିରେ ଖେଳୁଛନ୍ତି ତାଙ୍କୁ ଡୁବକି ମାରୁଛନ୍ତି ନିଜକୁ ଶୁଖଉଛନ୍ତି ବଢିଆ ତାଙ୍କର ଭଲ ଭାବରେ ସେମାନେ ରହୁଛନ୍ତି ତ ଏଇଟା ଆପଣ ଦେଖିପାରୁଥିବେ ଏଇଟା ଛେଳି ମାନେ ଏଇନା ଚରିକି ଫାର୍ମକୁ ଆସୁଛନ୍ତି ତ ଏମିତି ମୁଁ ଚେଷ୍ଟା କରିବି ସବୁବେଳେ ଫାର୍ମ ଭିଡିଓକୁ ବୋରିଂ ନ କରିକି ଗୋଟେ ସର୍ଟ ଟପିକରେ ଲିମିଟେଡ ନ କରିକି ମୁଁ ଏମିତି ବ୍ଲଗ୍ସ ଟାଇପର ଆଣିବି ତାକି ଆପଣ ମାନେ ଜାଣିପାରୁଥିବେ କି ଗୋଟେ ଆକ୍ଚୁଆଲି ରିଅଲ ଟାଇମରେ ଫାର୍ମରେ କଣ ମାନେ ସବୁ ଜିନିଷ କରାଯାଏ ସବୁଦିନିଆ ଜିନିଷ କଣ କଣ କରାଯାଏ ତ ଆପଣ ଦେଖିପାରୁଥିବେ ଏଇନା ଛେଳି ମାନେ ସବୁ ଯୋଉ ଘାସ ଚରିକି ଆସିଲେ ଫେରୁଛନ୍ତି ସବୁ ତାପରେ ତାଙ୍କ ଧୀରେ ଧୀରେ ତାଙ୍କ ସେଟ୍ କୁ ଯାଉଛନ୍ତି ତାପରେ ଫାର୍ମରୁ ବାହାରି ମୁଁ ଘରୁ ପଳେଇ ଆସିଥିଲି ଏଇଟା ଘରେ ଦେଖିପାରୁଥିବେ ଏଇଟା ଆମ ସବୁ ମସରୁମ ହାର୍ଭେଷ୍ଟ ହେଇଛି ଦେଖିବା ଧୀରେ ଧୀରେ ଚାଲୁଛି ଠିକ ହଉଛି ମସରୁମ ବେଡ ବି ଠିକ ପଡିଛି ଦେଖା ହବା ନେକ୍ସଟ ଏକ୍ସାଇଟିଂ ବ୍ଲଗ ରେ ଜୟ ଜଗନ୍ନାଥ।